ହେଇଛି ତ ମନ ଦୁଃଖରେ ବସିଛ? ଏଇଆ ଭାବୁଛି ହାତ ଗୋଡ଼ ଚଳୁ ଚଳୁ କେମିତି ତମର କଣ ଖାଇବାକୁ ଇଚ୍ଛା ଅଛି କି? ଭଲ ଜିନିଷ କହୁନା ମୁଁ ଆଣିକି ଦେବି। ନା କିଏ ଦବ ସେଇ ଭାତ ପାଣି ଆଉ କଣ। ତମେ କହୁନା ମୁଁ କଣ ତମକୁ ଆଣି ଖାଇବାକୁ ଦେବି? ନା ପଡ଼ ଟିକେ ହଉ ମୁଁ ଆଣିଦଉଛି। କୁନେଇ ତୁ ତାର ଜମା ଇଆଡ଼େ ଆସୁନୁ, ତୋ ମା ବୋଧେ ମନା କରିଛି। ସଞ୍ଜବେଳେ ଆସିବୁ ଗପ କହିଲି ଶୁଣି। ହଁ ହଁ ମୁଁ ସନ୍ଧ୍ୟାବେଳକୁ ଆସିବି। କୋଉଠି ଅଛ? ଟିକେ ପାଣି ଗ୍ଲାସ ଦବ କି? କଣ ହେଲା? ଏତେ ବର୍ଷ ହେଲାଣି ବୁଟକୁ ଖାଇ ହଇରାଣ କରୁଛ? କାହିଁ ନା ତ ଆମେ କାହିଁ ହଇରାଣ କରୁଛୁ? ତୁମେ କଣ ଦେଖୁଛ ଆସିକି ଆମେ ହଇରାଣ କରୁଛୁ? କ'ଣ କରୁଛୁ? ଆଉ ମୁଁ ମତେ ବା ଦେଖା ହଉଛି। ହଁ ଆମେ କାହିଁ ହଇରାଣ, ଆମେ ବହୁତ ଭଲରେ ରଖିଛୁ ତମେ। ଦି ଜଣଙ୍କୁ ଏତେ ବୁଝେଇଲି ଟିକେ ବୁଝୁନା। ତୋ ମୁଣ୍ଡରେ ଆଉ କିଛି ବୁଝି ନାହିଁ। ଗୋବର ହେମ ଯାଇଥିଲୁ? ଯାଇଥିଲି ପଞ୍ଚାୟତ ଟିଫିନ ଆଣିନି, ଭାତ ଆଣିନି, ପାର୍ସଲ ଆଣିନି, ସବୁ ଆଣିନି, ଖାଇକି ଖୁଇ ଦେଇ ବୁଲୁଛି। ହଁ ଦେଖ ତ ଭାଗ୍ୟବାନ ଲୋକ ଆଉ। ଖାଇକି ପେଟ ଥଣ୍ଡା କରି ପଳେଇ ଆଇଲେ ଆଉ। ଖବର ସବୁ କଣ ଖବର ଆଉ କହିମି? ଘର ଭିତରେ ତ ଦୀପା ପାପାଲି ଯାହା କରୁଛନ୍ତି, ବସ ଥିବା ଲୋକଙ୍କୁ ହଇରାଣ କରୁଛନ୍ତି। ଆଉ ତାଙ୍କ ମୁଣ୍ଡରେ ତ ହଳଦୀ ଗୁଣ୍ଡି ନାହିଁ, ଗୋବର ବସିଛି। କାହିଁ ତମେ ଟିକେ ବଡ ଯା ବୁଝଉନ? କଣ ବୁଝୁଛନ୍ତି? ତମ ମୁଣ୍ଡରେ ତ ଭଲ ବୁଦ୍ଧି ଅଛି। କହି ଏମିତି ବୁଢୀ ମଣିଷ ହଇରାଣ କରନ୍ତିନି, ଠାକୁର ସାଙ୍ଗରେ ସମାନ। ଆଉ ତମେ ଟିକେ ବୁଝଉନ? ଛୋଟ ଛୁଆ ଯା ବୁଢୀ ମଣିଷ ସେଇଆ। ନା ମାନୁନାହାନ୍ତି ଆଜିକାଲି। ତମେ ବୁଝେଇବ ନା ଆଉ। ଆଜିକାଲି ମାନୁନାହାନ୍ତି। ଆଉ ସାନ ବଡ ଫେର ରହିଛି କେମିତି? ମାନିବନି ତମକୁ? ତମ ବା ବଡ ଭାଉଜ ମାମି ଯୋଉ କହିଦେଇ ଗଲେ କଣ ଠିକ କହିଲେ? ଆମେ କଣ ପ୍ରକୃତରେ ମାଆକୁ ହଇରାଣ କରୁଛନ୍ତି? ଆମେ ତ ବହୁତ ଖୁସିରେ ରଖିଛନ୍ତି। ଗାଁ ଲୋକଙ୍କ କଥାରୁ କଣ କହୁଥାନ୍ତି ସେମାନଙ୍କର ସେଇଭଳିଆ କଥା, ସେ ପର ଜିନିଷ ଦେଖିଲେ ସହିପାରନ୍ତି। ଯାହା କହୁଛି କହୁ, ଆମର କରିବା କର୍ତ୍ତବ୍ୟ ଆମେ କରିବା। ଗାନ୍ଧୀ ଯାହା କହିବା କଥା କହୁଥାନ୍ତି, ତାଙ୍କ କଥାକୁ ଶୁଣିଲେ ଘର ଠାକୁମା କଥା ସବୁବେଳେ ଶୁଣିବନି। ସେ ସବୁବେଳେ ଡାକିଲେ ଶୁଣିବନି, ତାଙ୍କ କଥା ଏତେ ଶୁଣିବା ଆବଶ୍ୟକ ନାହିଁ। ସିଏ କଣ ଭଲ ନୁହେଁ କି? ଏ ଭଲ ମନ୍ଦ ତୁ ଛୋଟ ଛୁଆଟେ, ତୁ ସେଗୁଡ଼ା ବୁଝିପାରିବୁନି। ବୁଝିଲୁ? ତତେ ଯେତିକି କହିଛୁ ତୁ ସେତିକି କରିବୁ, ଅଧିକା କଥା କହିବୁନି। ଖଳାରେ ରହିଲା ବଡି, ମାଙ୍କଡ ଆସିବେ ଜଗିଥିବ, ଖାଇବେ ଯଦି ତୁମେ ଯାଇ ହବ। ଆମେ ଚାଲୁ ମିଟିଂ। ମନ କଥା ଟିକେ ବୁଝିଦେଲି। ଏଥର କହିନି ଯେ ପୁରୀ ଯିବାକୁ ବହୁତ ଇଚ୍ଛା ହେଉଛି। କାଳିଆ ତୋ ଇଚ୍ଛା, ଯାଇ ତ ପାରୁନା। ଆଇ ପୁରୀ ଯିବ, ଏଇ ଗୋଟେ କଥା। ଚାଲନା କାଲି ସନ୍ଧ୍ୟାବେଳେ ଯିବା। କଣ ହସି ଦଉଛ? ଚାଲନା କାଲି ସନ୍ଧ୍ୟାବେଳକୁ ଯିବା। ଏତେ କରୁଛନ୍ତି, ଆମର ନା ବୋଲି କିଛି ନାହିଁ। ଯିଏ କହୁଛନ୍ତି ଏଟା ତାଙ୍କ ଖାଇବା ବନ୍ଦ କରିଦବା, ଯିଏ କହୁଛନ୍ତି ସେଇମାନେ ଖାଇବାକୁ ଦେବେ, ସେଇମାନେ କରିବେ। ସବୁବେଳେ ମାତ୍ର କହିବାଟା ଯୋଉ ପାଟିଟା ବନ୍ଦ ହେଇଯିବ। ସବୁବେଳେ ଗୋଟେ କଣ କହୁଛୁ, ଆମେ କଣ ଦଉଛୁ କଣ ନ କରୁଛୁ ଦେଖୁନା ଆସିକି ତମେ। ନା ତମେ ଆସିକି କରିବ କେହି? ତମେ କହିବ କାହିଁକି? ଜାଣିଲ ନା ନାନୀ, ଆଜି ରାତିରେ ସାଧା କାଗଜ ନେଇକି ତାକୁ ଟିପ ଚିହ୍ନଟା ନେଇ ଆସିଲେ ସବୁ ଜିନିଷଟି ଆମ ନାଁରେ କରିବ। ୟାଙ୍କ ଦି ଜଣଙ୍କୁ ପାନେ ଦବାକୁ ପଡିବ। ମୁଁ ଯାଉଛି ଠାକୁମା କତିରେ କହିବି। ଠାକୁମା ବୁଝିଲ ନା, ତୋ ବିଷୟରେ ମା ବଡ ମା କଣ କଥାବାର୍ତ୍ତା ହଉଥିଲେ। ଯୋଉ ରାତିରେ ତୁ ଶୋଇଥିଲା ବେଳେ ଦସ୍ତଖତ ନେଇଯିବେ, ତୁ ରାତିରେ ସତର୍କ ହେଇକି ଶୋଇବୁ। ଜାଣିଲ ନା, ଭାରି ବଦମାସ ଅଛି। ଯାଇକି ସବୁ କଥା କହିଦେଇଛି ଠାକୁମା ଆଗରେ। ଆମେ ଯାହା କଥା ହଉଥିଲେ କୋଉଠି ଲୁଚିକି ରହିଥିଲା, ଚୁପିକି ଯାଇକି ତା ଠାକୁମା ଆଗରେ କହିଦେଇଛି। ସବୁ କଥା ନେଇକି ସବୁ କଥା କହିଦେଇଛି। ଆଇ ଏଇ କାଗଜଟା ନିଅ ରଖ।
କାଗଜରେ କଣ ଅଛି? ତମକୁ କହିଲି ତମେ ରଖ। ଓହୋ ବୁଝିଲି ଦୀପା ଆଉ ପାପାଲି ଏଇଥର ଠିକ ତୁମକୁ ଏ 2 ଜଣକୁ ପାନ ଦେବି। ବଟୁଆ କଣ ଧରେଇ ଦେଲୁ? ପାନ ଭାଙ୍ଗିକି ଦେ। ଆଜ୍ଞା ମା। ମା ଆମର ଭୁଲ ହେଇଯାଇଛି, ଆମକୁ କ୍ଷମା କରିଦିଅ। ଆଉ ଭୁଲ ଦିନ ଏମିତି କରିବନି। ବୁଢ଼ାବୁଢ଼ୀକି ଏମିତି କଲେ ତୁମ ଛୁଆ ମାନେ କଣ ଶିଖିବେ ତୁମଠୁ? ହଉ ଆଉ ଏମିତି ଆମକୁ କ୍ଷମା କରିଦିଅ। ହଉ କ୍ଷମା କରିଦେବି। ଅତୀତ ଏମିତି ଏକ ଫୁଲଟି ଯାହାର ବାସ ଦିନକୁ ଦିନ ବଢ଼ିଥାଏ। ବୟସର ପରିପକ୍ୱତା ହେଲେ ତା ଭିତରେ ଥିବା ସ୍ନେହ, ଶ୍ରଦ୍ଧା, ଆଦରର ପରିବର୍ତ୍ତନ ହୋଇଥାଏ। ଛୋଟ ପିଲାଟିଏ ଚାଲିବାକୁ ଆରମ୍ଭ କଲାବେଳେ ବାରମ୍ବାର ଝୁଣ୍ଟେ। ଏହି ମା ତାକୁ ପ୍ରତି ମୁହୂର୍ତ୍ତରେ ହାତ ଧରି ବାଟ ଚଲାଇଥାଏ। ଆଜି ସେସବୁ କଥା ମନେ ପଡ଼ିଗଲେ ଆଖିରୁ ଧାରେ ଲୁହ ଆପେ ଆପେ ଝରିପଡ଼େ। ଆମେ ଯାହାକୁ ଆଜି ବୃଦ୍ଧ ବୃଦ୍ଧା କହି ତାଙ୍କ ପ୍ରତି ଅସହାୟ ହୋଇ ଉଠନ୍ତି, ସେମାନେ ହିଁ ଆମ ସୁଖଦ ବର୍ତ୍ତମାନର ନିର୍ମାତା। ତାଙ୍କ ସ୍ନେହ, ଉପଦେଶ ଏବଂ ଆଶୀର୍ବାଦ ବିନା ଆମର ସମସ୍ତ ଜୀବନ ନିଷ୍ଫଳ।